ଚିରାଚରିତ ଢଙ୍ଗରେ ପ୍ରତିବର୍ଷ ଯେପରି ଗଜପତିରେ ପାଣି ପଞ୍ଚାୟତ ପାଳନ ପକ୍ଷ କରାଯାଉଛି ସାରା ଓଡ଼ିଶାରେ ହେଉଛି, ଏହା ଗଜପତି ଜିଲ୍ଲାରେ ମଧ୍ୟ ହେଉଛି। ସବୁ ଚାଷୀମାନଙ୍କୁ ନିମନ୍ତ୍ରଣ କରାଯାଉଛି, ସବୁ ପାଣି ପଞ୍ଚାୟତ ସଭାପତି ସମ୍ପାଦକ ଆସନ୍ତି, ସେମାନଙ୍କର କାର୍ଯ୍ୟପନ୍ଥା ସବୁ ଶୁଣନ୍ତି ଏବଂ ଯାହା ଯାହାର ନିଜସ୍ୱ ଅଭିଯୋଗ ଥାନ୍ତି ସେହି ଅଭିଯୋଗ ବି କରନ୍ତି। ସେ ଅଭିଯୋଗ ଚିରାଚରିତ ଢଙ୍ଗ ହୋଇସାରିଲାଣି। ଅଫିସରମାନେ ଯେଉଁ ଉପସ୍ଥିତ ସେମାନେ ନିଜ ନିଜର ବିଭାଗୀୟ କାର୍ଯ୍ୟକ୍ରମ ଗୁଡ଼ାକ ସବୁ ଉପସ୍ଥାପନ କରନ୍ତି, ତାକୁ ଚାଷୀ ଗ୍ରହଣ କରନ୍ତି। ଆଉ ଯେଉଁ ଯେଉଁ ଜାଗାରେ ସେମାନଙ୍କର ବ୍ୟତିକ୍ରମ ଥାଏ ତାକୁ ମଧ୍ୟ ଚାଷୀ ତାକୁ ଅବଜେକ୍ସନ କରନ୍ତି କିମ୍ବା ତାକୁ ପଚାରନ୍ତି। ଏହିପରି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଗଜପତି ଜିଲ୍ଲାରେ ଲିଫ୍ଟ ଇରିଗେସନ ଚିନ୍ତା କରିବା ଯେତେବେଳେ ଯେତିକି ଆମର ଲିଫ୍ଟ ପଏଣ୍ଟ ଅଛି ତାର ଅଧାରୁ ଅଧିକ ଲିଫ୍ଟ ପଏଣ୍ଟ ଅଚଳ ଅଛି, ବର୍ତ୍ତମାନ ସେଗୁଡ଼ାକ ସକ୍ଷମ ହେଇନି। ଆଉ ସକ୍ଷମ ନ ହେବା ଦ୍ୱାରା ସରକାର ସହାୟତା ଅଭାବରୁ ସେଗୁଡ଼ାକ ସବୁ ଆଜି ପଡ଼ି ରହିଛି। ଚାଷୀ ଆଶା କରୁଛି ସେଇ ସବୁ ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ଆଜି ଗଜପତି ଜିଲ୍ଲାର ଚାଷୀମାନେ କରୁଥିଲେ ଯେ ମୋ ଲିଫ୍ଟ ଇରିଗେସନର ପାଇପ୍ କେମିତି ଦିଆଯିବ, ମୋ ଲିଫ୍ଟ ଇରିଗେସନର ପମ୍ପ କେମିତି ଚାଲିବ, ମୋ ଲିଫ୍ଟ ଇରିଗେସନର ନାଳି କେମିତି ତିଆରି ହେବ, ଏହିସବୁ ମାନେ ମୌଳିକ ପ୍ରଶ୍ନ ଗୁଡ଼ାକ ଆଜି ଚାଷୀମାନେ କରୁଥିଲେ ଆପଣମାନେ ଦେଖୁଛନ୍ତି। ସେଗୁଡ଼ାକ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଯେଉଁଥିପାଇଁ ଗତ ବିଗତ ଦିନମାନଙ୍କରେ ଗଜପତି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆପଣମାନେ ଭଲ ଭାବେ ଜାଣିଛନ୍ତି ସେ ମରୁଡ଼ି ପରିସ୍ଥିତି ଯେପରି ଏଗୁଡ଼ାକ ସଜେଇକିରି ଆଗାମୀ ଦିନରେ ଗଜପତି ଜିଲ୍ଲାରେ କିପରି ମରୁଡ଼ି ନ ହେବ ଏବଂ ଲିଫ୍ଟ ଇରିଗେସନ ବା ଉଠା ଜଳସେଚନ ବିଭାଗ ମାଧ୍ୟମରେ ଚାଷୀଙ୍କୁ ସହାୟତା କରାଯିବ ସେ ବିଷୟରେ ଧ୍ୟାନ ଦେବା ପାଇଁ ଆଜିର ଏହି ବୈଠକରେ ନିର୍ଣ୍ଣୟ କରାଯାଇଛି। ଆଜି ଉଠା ଜଳସେଚନ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ଚାଷୀ ଗଠନ କରି ତାଙ୍କର ଆବଶ୍ୟକ ଥିବା ପାଣି କରି ଚାଷ କରୁଛନ୍ତି। ସେମାନଙ୍କ ପରାମର୍ଶ ବିଭିନ୍ନ ଗଜପତି ଜିଲ୍ଲାରେ ଯେଉଁ ଚାଷ ହୋଇପାରୁଛି ଅର୍ଥକରୀ ଫସଲ ଡ୍ରାଗନ୍ ଫ୍ରୁଟ୍, ବ୍ରୋକୋଲି ଏବଂ ଅନ୍ୟାନ୍ୟ ଯାହା ସେମାନେ କରୁଛନ୍ତି। ଆମର ଏଠି ମକା ବି ଭଲ ହେଉଛି, ଏସବୁ ସୁଇଟ୍ କର୍ନ ଏସବୁ ଭେରାଇଟି ମଧ୍ୟ ଟ୍ରାଏ କରିପାରିବେ, ଗାଜର ଏସବୁ କରିପାରିବେ। ଆମେ ଟ୍ରାଡ଼ିସନାଲ୍ ଯେଉଁ ଧାନ ଚାଷ କୋବି, ବନ୍ଧାକୋବି, ଫୁଲକୋବି ଏସବୁ କରୁଛୁ, ବାଇଗଣ କରୁଛୁ। ତା ସହିତ ମଧ୍ୟ କିଛି ଅର୍ଥକରୀ ଫସଲ ଚାଷୀମାନଙ୍କୁ ଇଣ୍ଟ୍ରୋଡ୍ୟୁସ୍ କରାହେବ ବା ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ, ତାହେଲେ ସେମାନେ ଦୁଇ ପଇସା ଅଧିକ ଲାଭ ସାର୍ ପାଳନ ଅବସରରେ ରାଜ୍ୟବ୍ୟାପୀ ପାଣି ପକ୍ଷରେ ଆମର ଆଜି ଏଠି ପାଣି ପଞ୍ଚାୟତ ବିଭାଗ ଆମର କୃଷକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଠି ଆମର ବିଭିନ୍ନ ପଞ୍ଚାୟତରୁ ପ୍ରାୟ 150 ଚାଷୀ ଯୋଗ ଦେଇଥିଲେ। ଏଠି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମହାଶୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୃଷି ଉଦ୍ୟାନ ନିର୍ଦ୍ଦେଶକ ଆଉ ଆମର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ତଥା ଏଡିଏମ୍ ସାର୍ ଯୋଗ ଦେଇଥିଲେ। ଏଠି ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ସେମାନେ ଆଲୋକପାତ କରିଥିଲେ। ଆମେ ସେଇ ସମସ୍ୟା ଗୁଡ଼ିକୁ କିପରି ଆମେ ତାକୁ ସମାଧାନ କରିବା ତା ଉପରେ ଆମେ କାର୍ଯ୍ୟ କରିବୁ ବୋଲି ତାଙ୍କ ଆଶ୍ୱାସନା ଦେଇଥିଲେ। ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତର ଚାଷୀମାନଙ୍କୁ ସଚେତନ କରିବାର ଆଜିର ମୁଖ୍ୟ ଥିମ୍ କ'ଣ ରହିଛି? ଥିମ୍ ରହିଛି କେମିତି ଆପଣଙ୍କର ଜଳର ସୁନିଶ୍ଚିତ ହେବ, ଆଉ ଚାଷୀମାନେ ସହଭାଗିତାରେ ଚାଷ କରିବେ, ଆପୋଷ ବୁଝାମଣାରେ ଚାଷ କରିବେ, ଆଉ ଆପଣଙ୍କର ଧାନ ବଦଳରେ ଅନ୍ୟ ଅର୍ଥକାରୀ ଫସଲ ସବୁ କେମିତି ଚାଷ କରି ସେମାନଙ୍କର କିପରି ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ଭିଜନ, ଆଉ ତାକୁ ଆମେ କାର୍ଯ୍ୟ କରିବାରେ ଲାଗିଅଛୁ। ଧନ୍ୟବାଦ।